ଆଜିର ଏହି କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି କାର୍ଯ୍ୟକ୍ରମଟି କନ୍ୟା ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ, କାରଣ ଏହି ପବିତ୍ର ପଣା ସଂକ୍ରାନ୍ତି ପରଠାରୁ ଆପଣଙ୍କ ଜୀବନରେ ଏକ ବିରାଟ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ତେବେ ତାହା ଆପଣଙ୍କ ଜୀବନରେ କେତେ ମାତ୍ରାରେ ଶୁଭ ରହିବ ଏବଂ କେତେ ମାତ୍ରାରେ ଅଶୁଭ ରହିବ, ଆପଣଙ୍କ ଜୀବନରେ କେତେ ମାତ୍ରାରେ ସକାରାତ୍ମକ ପରିବର୍ତ୍ତନ ହେବ ଏବଂ କେତେ ମାତ୍ରାରେ ନକାରାତ୍ମକ ପରିବର୍ତ୍ତନ ହେବ, ନବଗ୍ରହ ଆପଣଙ୍କୁ କେଉଁ ଫଳ ପ୍ରଦାନ କରିବେ, ସେ ବିଷୟରେ ଜାଣିବା ପାଇଁ ଆପଣମାନେ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ତ ବନ୍ଧୁମାନେ, ଗ୍ରହମାନଙ୍କର ଚଳନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ତ ନବଗ୍ରହଙ୍କର ସ୍ଥିତି ଆପଣଙ୍କ ପାଇଁ କିପରି ରହିବ, ନବଗ୍ରହ ଆପଣଙ୍କୁ କେଉଁଭଳି ପ୍ରଦାନ କରିବେ ଏବଂ ଏହାର ପ୍ରଭାବ ଉପରେ ଆପଣଙ୍କର ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରେମ ଜୀବନ, ବୈବାହିକ ଜୀବନ, ଭାଗ୍ୟ, କ୍ୟାରିୟର ଏବଂ ବେପାର ବାଣିଜ୍ୟର ସ୍ଥିତି ପଣା ସଂକ୍ରାନ୍ତି ଠାରୁ ଆପଣଙ୍କ ପାଇଁ କିପରି ରହିବ, ସେ ବିଷୟରେ ମଧ୍ୟ ବିସ୍ତାର ଭାବରେ ଆଲୋଚନା କରିବା। ସେଥିପାଇଁ ଆପଣଙ୍କର ଯଦି କନ୍ୟା ରାଶି ହୋଇଥାଏ, ତେବେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ତ ବନ୍ଧୁମାନେ, ଆସନ୍ତୁ ଆରମ୍ଭ କରିବା ଆଜିର ଏହି କାର୍ଯ୍ୟକ୍ରମକୁ, ଯାହାକି ଜନ୍ମରାଶି ଏବଂ ଚନ୍ଦ୍ରରାଶି ଉପରେ ଆଧାରିତ ଅଟେ। ରାଶିଚକ୍ରର 12ଗୋଟି ରାଶି ମଧ୍ୟରୁ ଷଷ୍ଠ ରାଶି ହେଉଛି କନ୍ୟା ରାଶି। ତ ଆପଣଙ୍କ ରାଶିର ଅଧିପତି ହେଉଛନ୍ତି ବୁଧ। ତ ସର୍ବପ୍ରଥମେ ଆସନ୍ତୁ ଜାଣିନେବା ଆପଣଙ୍କର ସ୍ୱାସ୍ଥ୍ୟ କିପରି ରହିବ ଏହି ପବିତ୍ର ପଣା ସଂକ୍ରାନ୍ତି ପରେ। ତ କୁଣ୍ଡଳୀର ପ୍ରଥମ ଭାବଟି ହୋଇଥାଏ ଆପଣଙ୍କର ସ୍ୱାସ୍ଥ୍ୟର ଭାବ, ଇମ୍ୟୁନିଟି ସିଷ୍ଟମର ଭାବ ଏବଂ ଆପଣଙ୍କର ପ୍ରଥମ ଭାବର ଅଧିପତି ହେଉଛନ୍ତି ବୁଧ। ବୁଧ ଆପଣଙ୍କର ସପ୍ତମ ଭାବରେ ବିରାଜମାନ ଅଛନ୍ତି। ତେବେ ବୁଧଙ୍କ ସହିତ ଶନି ଏବଂ ରାହୁ ମଧ୍ୟ ଆପଣଙ୍କର ସପ୍ତମ ଭାବରେ ଅଛନ୍ତି। ତ ଆପଣଙ୍କର ସ୍କିନ୍ ରିଲେଟେଡ଼ କିଛି ଛୋଟମୋଟ ପ୍ରୋବ୍ଲେମ୍ ଦେଖାଦେଇପାରେ। ଇନଫେକ୍ସନ୍, ଏଲର୍ଜି ଭଳି କିଛି ସମସ୍ୟା ଦେଖାଦେଇପାରେ। ଏହା ବ୍ୟତୀତ ଯେତେବେଳେ ଆପଣ ବାହାରକୁ କେଉଁ ଆଡ଼େ ଯାଉଛନ୍ତି, ସେତେବେଳେ ଆପଣ ଓଭର ଥିଙ୍କିଂ କରନ୍ତୁ ନାହିଁ, ଅଧିକ ପ୍ରେସର ଦିଅନ୍ତୁ ନାହିଁ, ନଚେତ ଆପଣଙ୍କର ମୁଣ୍ଡବିନ୍ଧା ଭଳି କିଛି ସମସ୍ୟା ଦେଖାଯାଇପାରେ। ତ ଆପଣ ଓଭର ଥିଙ୍କିଂ ଠାରୁ ଦୂରେଇ ରୁହନ୍ତୁ। ଏହା ବ୍ୟତୀତ ସେମିତି କିଛି ଗଭୀର ସମସ୍ୟା ଆପଣଙ୍କର ସ୍ୱାସ୍ଥ୍ୟରେ ଦେଖାଯାଉ ନାହିଁ। ତେବେ ଏବେ ଆସନ୍ତୁ ଜାଣିବା ଆପଣଙ୍କର ଶିକ୍ଷା କିପରି ରହିବ ଏହି ପବିତ୍ର ପଣା ସଂକ୍ରାନ୍ତି ପରେ। ବିଦ୍ୟାର୍ଥୀମାନଙ୍କ ପାଇଁ କିପରି ରହିବ ଏହି ପଣା ସଂକ୍ରାନ୍ତି ପରର ସମୟ। ତ ବନ୍ଧୁମାନେ, କୁଣ୍ଡଳୀର ପଞ୍ଚମ ଭାବଟି ହୋଇଥାଏ ଆପଣଙ୍କର ଶିକ୍ଷାର ଭାବ। ଆପଣଙ୍କର ପଞ୍ଚମ ଭାବର ଅଧିପତି ହେଉଛନ୍ତି ଶନି। ତ ଶନି ଆପଣଙ୍କର ସପ୍ତମ ଭାବରେ ବିରାଜମାନ ଅଛନ୍ତି। ତ ଏହି ପଣା ସଂକ୍ରାନ୍ତି ପରେ ଆପଣଙ୍କ ପାଠପଢ଼ାର ସ୍ଥିତି ବହୁତ ଭଲ ରହିବ, କାରଣ ଗୁରୁଙ୍କର ଦୃଷ୍ଟି ମଧ୍ୟ ଆପଣଙ୍କର ପଞ୍ଚମ ଭାବ ଉପରେ ରହୁଛି। ପାଠପଢ଼ାରେ ଆପଣ ଏନର୍ଜେଟିକ୍ ରହିବେ, ଆପଣଙ୍କର ମ୍ୟାଚୁରିଟି ଲେଭେଲ୍ ବଢ଼ିବ, ଆପଣଙ୍କର ଜ୍ଞାନ ବଢ଼ିବ। କିନ୍ତୁ ଶନି ଯେହେତୁ ରାହୁଙ୍କ ସହ ବିରାଜମାନ ଅଛନ୍ତି ଏବଂ ଶନି ଏବଂ ରାହୁ ଏକତ୍ର ହେବା କାରଣରୁ ଶ୍ରାପିତ ଦୋଷ ବନୁଛି, ସେଥିପାଇଁ ଆପଣଙ୍କର ପାଠପଢ଼ା କ୍ଷେତ୍ରରେ ସବୁକିଛି ଭଲ ହେଲା ପରେ ବି ଆପଣଙ୍କ ମନରେ ଦୁଶ୍ଚିନ୍ତା ରହିବ, ଆପଣ କନଫ୍ୟୁଜ୍ ହୋଇଯିବେ, ଆପଣଙ୍କ ମନରେ ଅନେକ ପ୍ରକାର ଡାଉଟ୍ ରହିବ, ଆପଣ ନିଜକୁ ନେଇ ଡରିବେ। ତେବେ ଏସବୁ ସମସ୍ୟା କେବଳ 18 ମଇ ପର୍ଯ୍ୟନ୍ତ ରହିବ। ଯେତେବେଳେ ରାହୁ ଆପଣଙ୍କର ସପ୍ତମ ଭାବରୁ ବାହାରି ଯିବେ, ସେତେବେଳେ ଆପଣଙ୍କର ଏସବୁ ସମସ୍ୟା ମଧ୍ୟ ଦୂର ହୋଇଯିବ। ଆପଣ ବହୁତ ଟ୍ୟାଲେଣ୍ଟେଡ଼ ରହିବେ, ଆପଣଙ୍କର ମାଇଣ୍ଡ ସାଥ୍ ରହିବ। କିନ୍ତୁ ଏହି ଶ୍ରାପିତ ଦୋଷ ପ୍ରଭାବରେ ଆପଣ କନଫ୍ୟୁଜ୍ ରହିବେ, ଆପଣଙ୍କ ମନରେ ଭୟ ରହିବ। କିନ୍ତୁ ଏସବୁକୁ ଯଦି ଆପଣ ଦୂରେଇ ଦିଅନ୍ତି, ତ ପାଠପଢ଼ାକୁ ଦେଖିବାକୁ ଗଲେ ପାଠପଢ଼ାରେ ଆପଣଙ୍କର ବହୁତ ଭଲ ରହିବ। ତେବେ ଏଥିପାଇଁ ଆପଣ ପ୍ରତିକାର ନିଶ୍ଚିତ ଭାବରେ କରନ୍ତୁ। ପ୍ରତିକାର ଗୁଡ଼ିକ ଆମେ ଭିଡ଼ିଓ ଶେଷରେ ଜାଣିବା। ଏବେ ଆସନ୍ତୁ ଜାଣିବା ଆପଣଙ୍କର ପ୍ରେମ ଜୀବନ କିପରି ରହିବ ଏହି ପବିତ୍ର ପଣା ସଂକ୍ରାନ୍ତି ପରେ। ତ ବନ୍ଧୁମାନେ, କୁଣ୍ଡଳୀର ପଞ୍ଚମ ଭାବଟି ହୋଇଥାଏ ଆପଣଙ୍କର ଶିକ୍ଷାର ଭାବ। ଶିକ୍ଷାର ଭାବ ହେବା ସହିତ ପଞ୍ଚମ ଭାବଟି ହୋଇଥାଏ ଆପଣଙ୍କର ପ୍ରେମ ଜୀବନର ଭାବ ଏବଂ ଆପଣଙ୍କର ପଞ୍ଚମ ଭାବର ଅଧିପତି ହେଉଛନ୍ତି ଶନି, ଯିଏକି ଆପଣଙ୍କର ସପ୍ତମ ଭାବରେ ବିରାଜମାନ ଅଛନ୍ତି। ତେବେ ପ୍ରେମ ଜୀବନରେ ଆପଣ ନିଜର ପାର୍ଟନରଙ୍କ ମଧ୍ୟରେ ଟିକେ ଆଗ୍ରେସନ୍ ଦେଖିବାକୁ ପାଇବେ। ତାଙ୍କୁ ଲାଗିବ ଯେ ସେ ଯାହା ବି କିଛି କରୁଛନ୍ତି ତାହା ହିଁ ଠିକ୍ ଅଟେ, କାରଣ ଶନି ରାହୁଙ୍କ ସହିତ ବିରାଜମାନ ଅଛନ୍ତି ଏବଂ ଶ୍ରାପିତ ଦୋଷର ନିର୍ମାଣ ହେଉଛି। ତ ଆପଣଙ୍କୁ ଏସବୁରେ କଣ୍ଟ୍ରୋଲ କରିବାର ଅଛି, କାରଣ ଗ୍ରହମାନଙ୍କର ଗୋଚର ଯୋଗୁଁ ହିଁ ଆପଣ ନିଜର ପାର୍ଟନରଙ୍କ ମଧ୍ୟରେ ଏଭଳି ସ୍ୱଭାବ ଦେଖିବାକୁ ପାଇବେ। ତେଣୁ ଆପଣ ଯଦି ଏସବୁରେ ଆଡ଼ଜଷ୍ଟ କରିନିଅନ୍ତି, ତେବେ ତାହା ହିଁ ଆପଣଙ୍କ ପାଇଁ ଭଲ ରହିବ,
ଯଦି ଆପଣ ଏସବୁରେ କଣ୍ଟ୍ରୋଲ ନ କରନ୍ତି, ଆଡ଼ଜଷ୍ଟ ନ କରନ୍ତି, ତ ଆପଣଙ୍କ ମଧ୍ୟରେ କିଛି ସମୟ ପାଇଁ କଥାବାର୍ତ୍ତା ବନ୍ଦ ହୋଇଯାଇପାରେ। ଅର୍ଥାତ୍ ଆପଣଙ୍କ ପ୍ରେମ ଜୀବନରେ କିଛି ସମସ୍ୟା ପାଇଁ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ। ତେବେ ଏସବୁ ଯାହା ବି କିଛି ସମସ୍ୟା 18 ମଇ ପର୍ଯ୍ୟନ୍ତ ରହିବ, ରାହୁଙ୍କର ରାଶିର ପରିବର୍ତ୍ତନ ପରେ ଆପଣ ନିଜର ପ୍ରେମ ଜୀବନରେ ଏସବୁ କ୍ଷେତ୍ରରେ ସୁଧାର ଦେଖିବାକୁ ପାଇବେ। ଏବେ ଆସନ୍ତୁ ଜାଣିବା ଆପଣଙ୍କର ବୈବାହିକ ଜୀବନ କିପରି ରହିବ ଏହି ପବିତ୍ର ପଣା ସଂକ୍ରାନ୍ତି ପରେ। ତ ବନ୍ଧୁମାନେ, କୁଣ୍ଡଳୀର ସପ୍ତମ ଭାବଟି ହୋଇଥାଏ ବୈବାହିକ ଜୀବନର ଭାବ, ଆପଣଙ୍କ ଜୀବନସାଥୀର ଭାବ। ଆପଣଙ୍କର ସପ୍ତମ ଭାବର ଅଧିପତି ହେଉଛନ୍ତି ଦେବଗୁରୁ ବୃହସ୍ପତି। ତ ଗୁରୁ ଆପଣଙ୍କର ନବମ ଭାବରେ ତ୍ରିକୋଣରେ ବହୁତ ଭଲ ସ୍ଥିତିରେ ବିରାଜମାନ ଅଛନ୍ତି। କିନ୍ତୁ ଆପଣଙ୍କର ସପ୍ତମ ଭାବରେ 4ଟି ଗ୍ରହ ବିରାଜମାନ ଅଛନ୍ତି, ଶୁକ୍ର, ବୁଧ, ଶନି ଏବଂ ରାହୁ, ଯାହାଫଳରେ ଆପଣଙ୍କ ଜୀବନସାଥୀଙ୍କର ମୁଡ୍ ବେଳେବେଳେ ବହୁତ ଭଲ, ବେଳେବେଳେ ବହୁତ ଖରାପ। ତ ଯେହେତୁ ଆପଣଙ୍କର ସପ୍ତମ ଭାବରେ 4ଟି ଗ୍ରହ ବିରାଜମାନ ଅଛନ୍ତି, ଏହାର ପ୍ରଭାବରେ ଆପଣଙ୍କ ଜୀବନସାଥୀଙ୍କ ମଧ୍ୟରେ ଆପଣ ଏପରି ସ୍ୱଭାବ ଦେଖିବାକୁ ପାଇବେ। ତେଣୁ ଏସବୁରେ ଆପଣଙ୍କୁ କଣ୍ଟ୍ରୋଲ କରିବାକୁ ହେବ, ଆଡ଼ଜଷ୍ଟ କରିବାକୁ ହେବ। ଯଦି ଆପଣ କିଛି ରିଆକ୍ଟ କରନ୍ତି କିମ୍ବା ଆପଣ ଏସବୁରେ ଆଡ଼ଜଷ୍ଟ ନ କରନ୍ତି, ତ ବୈବାହିକ ଜୀବନରେ ସମସ୍ୟା ସୃଷ୍ଟି ହୋଇପାରେ। ତେଣୁ ବୈବାହିକ ଜୀବନକୁ ଭଲ ରଖିବା ପାଇଁ ଆପଣ ଟିକେ ଆଡ଼ଜଷ୍ଟ କରିଯାଆନ୍ତୁ, କାରଣ 18 ମଇ ପରେ ଆପଣ ଏସବୁରେ ସୁଧାର ଦେଖିବାକୁ ପାଇବେ। ଏବେ ଆସନ୍ତୁ ଜାଣିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ, ଆପଣଙ୍କର ଭାଗ୍ୟ, କ୍ୟାରିୟର ଏବଂ ବେପାର ବାଣିଜ୍ୟର ସ୍ଥିତି କିପରି ରହିବ ଏହି ପବିତ୍ର ପଣା ସଂକ୍ରାନ୍ତି ପରେ। ତ ବନ୍ଧୁମାନେ, କୁଣ୍ଡଳୀର ନବମ ଭାବଟି ହୋଇଥାଏ ଆପଣଙ୍କର ଭାଗ୍ୟର ଭାବ। ଆପଣଙ୍କର ନବମ ଭାବର ଅଧିପତି ହେଉଛନ୍ତି ଶୁକ୍ର। ତ ଶୁକ୍ର ଆପଣଙ୍କର ସପ୍ତମ ଭାବରେ ଉଚ୍ଚସ୍ଥ ଅଛନ୍ତି, କାରଣ ଆପଣଙ୍କର ଭାଗ୍ୟ ଭାବର ଅଧିପତି ଶୁକ୍ର ଆପଣଙ୍କର ସପ୍ତମ ଭାବରେ ଉଚ୍ଚସ୍ଥ ରହି ଆପଣଙ୍କର ପ୍ରଥମ ଭାବକୁ ଦେଖୁଛନ୍ତି। ତେଣୁ ଭାଗ୍ୟର ସମ୍ପୂର୍ଣ୍ଣ ସାଥ ଆପଣଙ୍କୁ ମିଳିବ। ଏହା ସହିତ ଗୁରୁ ମଧ୍ୟ ଆପଣଙ୍କର ନବମ ଭାବରେ ଭାଗ୍ୟ ସ୍ଥାନରେ ବିରାଜମାନ ଅଛନ୍ତି। ତ ଗୁରୁ ଆପଣଙ୍କର ନବମ ଭାବରେ ରହି ଆପଣଙ୍କୁ ଜ୍ଞାନ ପ୍ରଦାନ କରିବେ। ଆପଣ ଏହି ସମୟରେ କୌଣସି ଧାର୍ମିକ ଯାତ୍ରା କରିପାରନ୍ତି ଏବଂ ଆପଣଙ୍କର ଭାଗ୍ୟରେ ମଧ୍ୟ ଗୁରୁ ବୃଦ୍ଧି କରାଇପାରେ, ଯାହାଫଳରେ ଏହି ପଣା ସଂକ୍ରାନ୍ତି ପରେ ଆପଣଙ୍କର ଭାଗ୍ୟ ବହୁତ ଭଲ ରହିବ। ଯଦି ଆପଣ କିଛି ବଡ଼ କାମ କରିବାକୁ ଚାହୁଁଛନ୍ତି, କିଛି ବଡ଼ ଇନଭେଷ୍ଟମେଣ୍ଟ କରିବା ପାଇଁ ଚାହୁଁଛନ୍ତି, କିଛି ବଡ଼ ଜିନିଷର କିଣାକିଣି କରିବା ପାଇଁ ଚାହୁଁଛନ୍ତି, ଆପଣଙ୍କର କୌଣସି ମିଟିଂ କିମ୍ବା ଡିଲ୍ ରହିଛି, ତ ଏସବୁ ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ। ଆପଣ ଯଦି କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟର ଆୟୋଜନ କରିବାକୁ ଚାହୁଁଛନ୍ତି, ତ ତାହା ମଧ୍ୟ ଆପଣ କରିପାରିବେ। ଏବେ ଆସନ୍ତୁ ଜାଣିବା ଆପଣଙ୍କର କ୍ୟାରିୟର କିପରି ରହିବ ଏହି ପବିତ୍ର ପଣା ସଂକ୍ରାନ୍ତି ପରେ। ତ କୁଣ୍ଡଳୀର ଦଶମ ଭାବଟି ହୋଇଥାଏ ଆପଣଙ୍କ କ୍ୟାରିୟରର ଭାବ, କାର୍ଯ୍ୟକ୍ଷେତ୍ରର ଭାବ ଏବଂ ଆପଣଙ୍କର ଦଶମ ଭାବର ଅଧିପତି ହେଉଛନ୍ତି ବୁଧ, ଯିଏକି ଆପଣଙ୍କର ସପ୍ତମ ଭାବରେ ବିରାଜମାନ ଅଛନ୍ତି। ବୁଧଙ୍କର ସ୍ଥିତି ତ ଆପଣଙ୍କର ସପ୍ତମ ଭାବରେ ଭଲ ରହୁଛି, ମାତ୍ର ରାହୁ ଏବଂ ଶନି ମଧ୍ୟ ଆପଣଙ୍କର ସପ୍ତମ ଭାବରେ ରହୁଛନ୍ତି। ସେଥିପାଇଁ ଆପଣ ନିଜର କାର୍ଯ୍ୟକ୍ଷେତ୍ରରେ ପଲିଟିକ୍ସ ଠାରୁ ଦୂରେଇ ରୁହନ୍ତୁ, ଆର୍ଗୁମେଣ୍ଟ ଠାରୁ ଦୂରେଇ ରୁହନ୍ତୁ। ଆପଣ କେବଳ ନିଜର କାମରେ ହିଁ ଫୋକସ୍ କରନ୍ତୁ। ଅନ୍ୟ କାହାର କଥାରେ ପଡ଼ି କିଛି ଡିସିସନ୍ ନିଅନ୍ତୁ ନାହିଁ କିମ୍ବା କୌଣସି ବ୍ୟକ୍ତିଙ୍କ ବିଷୟରେ କିଛି ଖରାପ କଥା ମଧ୍ୟ କୁହନ୍ତୁ ନାହିଁ। ଆପଣ କେବଳ ନିଜ କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ, ନିଜ କାମରେ ହିଁ ଆପଣ ଫୋକସ୍ କରନ୍ତୁ, କାରଣ କ୍ୟାରିୟର ଆପଣଙ୍କର ଏହି ପଣା ସଂକ୍ରାନ୍ତି ପରେ ବହୁତ ଭଲ ରହିବ। ଆପଣ ନିଜର କାମଗୁଡ଼ିକୁ ବହୁତ ଭଲ ଭାବରେ କରିପାରିବେ। ଯଦି ଆପଣଙ୍କର ଟାର୍ଗେଟ୍ ବେସ୍ ଭଳି କିଛି କାର୍ଯ୍ୟ ରହିଛି, ତ ତାହା ମଧ୍ୟ କମ୍ପ୍ଲିଟ୍ ହୋଇଯିବ। କେବଳ ଆପଣ ଅନ୍ୟ କାହାର କଥାରେ ପଡ଼ନ୍ତୁ ନାହିଁ, କୌଣସି ପଲିଟିକ୍ସରେ ପଡ଼ନ୍ତୁ ନାହିଁ, କୌଣସି ଯୁକ୍ତିତର୍କରେ ମଧ୍ୟ ଆପଣ ପଡ଼ନ୍ତୁ ନାହିଁ। ଏସବୁଠାରୁ ଆପଣ ଦୂରେଇ ରୁହନ୍ତୁ। ମଙ୍ଗଳ ଯେହେତୁ ଆପଣଙ୍କର ଦଶମ ଭାବରେ ଅଛନ୍ତି, ତ ଏନର୍ଜେଟିକ୍ ରହିବେ। ଆପଣ ନିଜର କାମଗୁଡ଼ିକ ଭଲ ଭାବରେ କରିପାରିବେ। ତେଣୁ ଅଯଥା କଥାଠାରୁ ଦୂରେଇ ରହି ଆପଣ ଯଦି କେବଳ ନିଜ କ୍ୟାରିୟରରେ ଫୋକସ୍ କରନ୍ତି, ତ କ୍ୟାରିୟରରେ ଆପଣ ବହୁତ ଅଧିକ ଉନ୍ନତି କରିବେ। ବିଜନେସ୍ର କଥା ଯଦି କହିବା, ତ ପଣା ସଂକ୍ରାନ୍ତି ପରେ ବିଜନେସ୍ ଆପଣଙ୍କର ବହୁତ ଭଲ ରହିବ, କାରଣ ବୁଧ, ଶୁକ୍ର ଏବଂ ଶନି ଆପଣଙ୍କର କେନ୍ଦ୍ରରେ ବିରାଜମାନ ଅଛନ୍ତି। ଆପଣଙ୍କର ବିଜନେସ୍ରେ ଗ୍ରୋଥ୍ ଆସିବ, ଆପଣଙ୍କର ଇନକମ୍ ବଢ଼ିବ, ଫାଇନାନ୍ସିଆଲ ଗ୍ରୋଥ୍ ହେବ। ଆପଣ ନିଜର ବିଜନେସ୍କୁ ବହୁତ ଆଗକୁ ମଧ୍ୟ ବଢ଼ାଇ ପାରିବେ। ତ ବନ୍ଧୁମାନେ, ଏବେ ଆସନ୍ତୁ ଜାଣିବା କିଛି ପ୍ରତିକାର ବିଷୟରେ। ପ୍ରତିକାର ଗୁଡ଼ିକ କରିବା ଦ୍ୱାରା ଆପଣଙ୍କର ସମସ୍ତ ଅଶୁଭତ୍ୱ ଗୁଡ଼ିକ ଖଣ୍ଡନ ହୋଇ ଆପଣଙ୍କୁ ଅଧିକ ଶୁଭତ୍ୱ ପ୍ରାପ୍ତି ହେବ। ସେଥିପାଇଁ ଆପଣ ପ୍ରତ୍ୟେକ ଦିନ ବୁଧଙ୍କର ବୀଜ ମନ୍ତ୍ର 108 ଥର ଜପ କରନ୍ତୁ। ପ୍ରତ୍ୟେକ ଦିନ ଆପଣ ଶନିଙ୍କର ବୀଜ ମନ୍ତ୍ର ମଧ୍ୟ 108 ଥର ଜପ କରନ୍ତୁ ଏବଂ ପ୍ରତ୍ୟେକ ଦିନ ଆପଣ ଉଦିତ ସୂର୍ଯ୍ୟଙ୍କୁ ତମ୍ବା ଲୋଟାରେ ଜଳାର୍ଘ୍ୟ ଅର୍ପଣ କରନ୍ତୁ। ଏହା ବ୍ୟତୀତ ହନୁମାନ ଚାଳିଶାର ପାଠ କରନ୍ତୁ। ନିଶ୍ଚିତ ଭାବରେ ସମସ୍ତ ଅଶୁଭତ୍ୱ ଗୁଡ଼ିକ ଖଣ୍ଡନ ହୋଇ ଆପଣଙ୍କୁ ଅଧିକ ଶୁଭତ୍ୱ ପ୍ରାପ୍ତି ହେବ। ତ
ତ ବନ୍ଧୁମାନେ, ମୋର ଯଦି ଏହି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚିତ ଭାବରେ କରିଦିଅନ୍ତୁ। ଧନ୍ୟବାଦ।